ଆଇନଟା ଯେମିତି ନାରୀ ପାଇଁ ରହୁଛି ସେମିତି କ'ଣ ପୁରୁଷ କ'ଣ ହଇରାଣ ହଉନାହାନ୍ତି କି? ତାଙ୍କ ପାଇଁ କ'ଣ ପାଇଁ ହଉଛି ନିୟମ ଅଣାଯାଉନି? ଛାତ୍ର କଂଗ୍ରେସର ସଭାପତି ଅଛନ୍ତି, ତାଙ୍କ ନାଁରେ ଜଣେ ନାରୀ, ଅସାମାଜିକ ନାରୀ, ସିଗାରେଟ ଟାଣୁଥିବା ନାରୀ, ମଦ ପିଉଥିବା ନାରୀ, ହୋଟେଲ ଯାଉଥିବା ନାରୀ, ସେ ସିଧାସଳଖ ଭାବେ ଅଭିଯୋଗ ଆଣିଛନ୍ତି। ତାଙ୍କୁ ମାର୍ଚ୍ଚ 18 ତାରିଖରେ ଦୁଷ୍କର୍ମ ହେଇଥିଲା। ଯେ ଜୁଲାଇ 20 ତାରିଖରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ଦେଲେ ମତେ ଉଦିତ ପ୍ରଧାନ ଯିଏ ଛାତ୍ର ସଭାପତି ଅଛନ୍ତି ମତେ ଦୁଷ୍କର୍ମ ଅଛନ୍ତି। ଚାଣକ୍ୟ କହିଲେ ଯେ ଚାରିଟା ଜିନିଷ ରହିବ ହଉଛି ପରଦା ୱାର୍ଡ ଭିତରେ, ଖାଦ୍ୟ, ଧନ, ନାରୀ, ଯୌବନ। ବର୍ତ୍ତମାନ ଏ ଚାରିଟା ଜିନିଷ ସମ୍ପୂର୍ଣ୍ଣ ବର୍ତ୍ତମାନ ଖୋଲା ହେଇଛି। ପରିବର୍ତ୍ତନ ଆସୁଥିବ, ଆପଣ ଦେଖୁଥିବେ ପ୍ରତିଦିନ ରାଜ୍ୟରେ ଦୁଷ୍କର୍ମ ହଉଛି, ଯାହାକି ଓଡ଼ିଶାର କଥା ବିଶ୍ୱ ସ୍ତରରେ ଆଲୋଚନା ହେଲାଣି। ଆମେରିକା ରାଷ୍ଟ୍ରପତି ମଧ୍ୟ ଆଲୋଚନା କଲେ ଓଡ଼ିଶାରେ ଦୁଷ୍କର୍ମ ହଉଛି। ନାରୀ ରହିବ ପରଦା ୱାର୍ଡ ଭିତରେ। ନାରୀ ଯେତେବେଳେ ହଉଛି ରାସ୍ତାକୁ ଓହ୍ଲେଇବ ମାନେ ଏ ଜିନିଷ ହବ। ଏଥିରେ ଏକଦମ 100ରୁ 200 ଠିକ। ଏ ଯୋଉ ବ୍ୟବବନ୍ଧୁ ରାଜନୈତିକ ରୁଟି ସେକାରେ ଯୁବକ ମାନେ, ଛାତ୍ର ମାନେ ଆଜି ବଳି ପଡୁଛନ୍ତି। ତାଙ୍କୁ ଦୁଷ୍କର୍ମ ହେଇଛି ବୋଲି ଅଭିଯୋଗ ହେଇଛି, ଯାହା ଫଳରେ ଏ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ପୋଲିସ ଉଦିତ ପ୍ରଧାନକୁ ଗିରଫ କରି ଆଜି କୋର୍ଟ ଫରୱାର୍ଡ କରିବ। କିନ୍ତୁ ଗିରଫ ପୂର୍ବରୁ କୌଣସି ତଦନ୍ତ କଲାନି ପୋଲିସ ଯେ ଅଭିଯୋଗର ସତ୍ୟାସତ କ'ଣ ଅଛି। କଂଗ୍ରେସର ଛାତ୍ର ନେତା ସିଏ, କଂଗ୍ରେସ ଛାତ୍ର ସଭାପତି ଉଦିତଙ୍କ ନାଁରେ ଜଣେ ଝିଅ ଅଭିଯୋଗ ଆଣିଲା, କାହିଁକି ପୋଲିସ ତଦନ୍ତ କଲାନି? ଏ ଗୋଟେ ବଡ଼ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଦର୍ଶକ ବନ୍ଧୁ, ଚାଣକ୍ୟ କହିଲେ ଯେ ଚାରିଟା ଜିନିଷ ରହିବ ହଉଛି ପରଦା ୱାର୍ଡ ଭିତରେ, ଖାଦ୍ୟ, ଧନ, ନାରୀ, ଯୌବନ। ବର୍ତ୍ତମାନ ଏ ଚାରିଟା ଜିନିଷ ସମ୍ପୂର୍ଣ୍ଣ ବର୍ତ୍ତମାନ ଖୋଲା ହେଇଛି। ଆଚ୍ଛା, ସରକାର ଆପଣଙ୍କର କହିଲା, ଯେକୌଣସି ସରକାର ଆସୁ, ସେ କହିଲେ ନାରୀକି ଆମେ ଆଗ ଧାରରେ ରଖିବୁ। ନାରୀକି ଆଗ ଧାରରେ ରଖିଲା ମାନେ ଏ ଜିନିଷ ହଉଛି, ହବ। ନାରୀ ରହିବ ପରଦା ୱାର୍ଡ ଭିତରେ। ନାରୀ ଯେତେବେଳେ ହଉଛି ରାସ୍ତାକୁ ଓହ୍ଲେଇବ ମାନେ ଏ ଜିନିଷ ହବ। ଏଥିରେ ଏକଦମ 100ରୁ 200 ଠିକ। ଇଏ ମୁନି ଋଷି ମାନେ ଗଛର ପତ୍ର, ଝରଣାର ପାଣି ପିଇକି ସେମାନେ ଟଳି ଯାଇଛନ୍ତି। ତେଣୁ ନାରୀର ପ୍ରତ୍ୟେକ ଜିନିଷ ଲୋଭନୀୟ ଜିନିଷ, ସେ ତାକୁ ଢଙ୍କେଇକି ରଖିବ। ଯେ ପର୍ଯ୍ୟନ୍ତ ଯେତେବେଳେ ସେ ତାକୁ ଢଙ୍କେଇଲାନି, ତେଣୁ ଆପଣଙ୍କର ମାନେ ତାକୁ ଜନ୍ଦା ପିମ୍ପୁଡ଼ି ଭଳିଆ ସମସ୍ତେ ଖାଇବେ। ଏଥିରେ ଆଉ କିଛି ସନ୍ଦେହ ନାହିଁ। ଆଇନଟା ଯେମିତି ନାରୀ ପାଇଁ ରହୁଛି ସେମିତି କ'ଣ ପୁରୁଷ କ'ଣ ହଇରାଣ ହଉନାହାନ୍ତି କି? ତାଙ୍କ ପାଇଁ କ'ଣ ପାଇଁ ହଉଛି ନିୟମ ଅଣାଯାଉନି? ଆପଣଙ୍କର ବହୁତ ପୁରୁଷ ବି ଆଜି ଘର ଭିତରେ ଅଛନ୍ତି ନିର୍ଯାତିତ ହେଇକି। କ'ଣ ପାଇଁ ତାଙ୍କ ପାଇଁ ନିୟମ? ନାରୀ ଯଦି ଗୋଟେ କହିଦେଲା, ମତେ ସେ ଅନେଇଲା, ଆସିବେ ଆରକ୍ଷୀ ବାବୁ ଆସିବେ, ମତେ ବାନ୍ଧି ନେଇଯିବେ କି? କ'ଣ ପାଇଁ? ୟାର ପ୍ରମାଣ ଦେଖାଅ, ୟାର ପ୍ରମାଣ ଦେଖାଅ। ମୁଁ ତାକୁ ଅନେଇଛି ବୋଲି ତମେ ପ୍ରମାଣ କରାଅ। ମୁଁ ତା ଜାମା ଫେରିଛି ବୋଲି ପ୍ରମାଣ ଦେଖାଅ। ତମେ ପ୍ରମାଣ ଦେଖେଇବ ବୋଲି ତମେ ନେଇଯିବ, ବାନ୍ଧି ନେଇଯିବ। ୟାର ମାନେ କ'ଣ? ଅଭିଯୋଗର ଫାଇଦା ନେଉଛନ୍ତି କିଛି ନାରୀ। ସରକାର ପୁରୁଷ କମିଶନର ଗଠନ କରନ୍ତୁ, ଯେ କିଛି ନାରୀ ମିଛରେ ପୁରୁଷଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି ଯେ ମୋ ଲୁଗାକୁ ଟାଣିଦେଲା, ମତେ ଦୁଷ୍କର୍ମ କଲା। ପୋଲିସ ସିଧାସଳଖ ଭାବେ ଆସୁଛି, ଜଣେ ଯୁବକଙ୍କୁ ଗିରଫ କରି ନେଉଛି। ପୋଲିସ ବୁଝୁନେଇ ଏହାର ସତ୍ୟାସତ କେତେ ଅଛି, କାହିଁକି ଏ ନାରୀଙ୍କୁ, ଅନ୍ୟ ଏତେ ନାରୀ ଅଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଏ ନାରୀ କାହିଁକି ଏ ଅଭିଯୋଗ ଆଣିଲେ? ଯାହା ଆମେ ନିର୍ଦ୍ଦିଷ୍ଟ କୌଣସି ଦଳକୁ ଦାୟୀ କରୁନୁ, କିନ୍ତୁ ନାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଯେମିତି ତିଆରି ହେଇଛି, ପୁରୁଷମାନଙ୍କ ପାଇଁ ମଧ୍ୟ ଆଇନ ତିଆରି ହେବା ଆବଶ୍ୟକ ଅଛି। ଯାହା ବୁଦ୍ଧିଜୀବୀ ମାନେ ମତ ଦଉଛନ୍ତି, ଯାହା ଯୁବକ ମାନେ ମତ ଦଉଛନ୍ତି, ଯାହା ଛାତ୍ର ମାନେ ମତ ଦଉଛନ୍ତି। ସେନାପତି।